ବିଜେଡି ପାଣ୍ଡିଆନ ବାବୁଙ୍କର ଶୁଣୁଛନ୍ତି ଯୁବନେତ୍ରୀ ବର୍ତ୍ତମାନ ନା ବିଜେଡିର ଇସ୍ତାହାର ଶୁଣୁଛନ୍ତି ଆଗକୁ ହେଉଥିବା ନାଗରିକ ନା ନାଗରିକ ବାବଦରେ ଆହୁରି ବହୁତ ଅଛି 5-6 ବର୍ଷ ବାକି ରହିଲେଣି ହେଲେ ବି ଜାଣିବା ଦରକାର ନା ହଉ ଦେଖ ଟିଭିଟା ଖାଲି ଡେଉଁଛି ନା ପୁରୁଣା ହେଲାଣି ଆଉ ଆସିବ ଗୋଟେ ଆଉ ଗୋଟେ ରାଣୀ ମା ଆମର ଉଠିକି ବସିଛନ୍ତି ଦୌଡ଼ିଲେ ଏଇଠି ଗଧି ଦୌଡ଼ିଲା ଏଇଠି ଗଧି ଦାନ୍ତ ଘଷିନି କିଛି କଣ ଗୋଟେ ଟିକେ ନିଜ କାମ ନିଜେ କରିକି ଟିକେ ପାଠ ପଢ଼ିଆ ମାନେ ସେ କଥା ନାହିଁ ଦେଖ ସେ କେମିତି ହଉଛି ଓହୋ ପୁଣି ଦୌଡ଼ୁଛୁ ଇଆଡ଼େ ସିଆଡ଼େ ଏଇ ଦେଖ ବାଲୁ ଖରାରେ ବୁଲୁଛି ମୁହଁରେ ଗାଲରେ ସବୁଆଡ଼େ ଉଠୁଛି ସେଠୁ ଭିକୋ କ୍ରିମ୍ ଲଗାଉଛି ଏଇଆ ଚଲେଇ ହାଇ ଫ୍ରେଣ୍ଡସ୍ ପୂଜା ପ୍ଲେଷ୍ଟେଲ୍ ଗୋଟେ ଲଙ୍ଗ୍ ଭିଡ଼ିଓକୁ ଆପଣମାନଙ୍କୁ ୱେଲକମ୍ କଲି ତ ଆଜି ସକାଳୁ ଉଠିଲା ପରେ ନିତ୍ୟକର୍ମ ସାରି ସମସ୍ତ କାମ ସାରିଲି ବୁଧବାର ଯେହେତୁ ବାପା ସେଭିଂ ହେଉଥିଲେ ତ ସେଭିଂ ସାରି ମାଛ ପାଇଁ ଯାଇଛନ୍ତି ଆଉ ତ ମୋର ଗାଧୁଆ ପଦ ସରିଲାଣି ଛୁଆମାନେ ସବୁ ଧୀରେ ଧୀରେ ଉଠିଗଲେଣି ଆଉ ସାନ ଯା ଯାଇଛି ଗାଧୋଇବାକୁ ତ ଏମିତି ନିତିଦିନିଆ କାମ ଆମର ଷ୍ଟାର୍ଟ ହୁଏ ତ ଚାଲନ୍ତୁ ଦେଖିବା ଆଗରୁ କ'ଣ କରୁଛି ଆଉ 11 ପରଠୁ ବି ମୁଁ ଭିଡ଼ିଓ ଆଉ ଛାଡ଼ି ନଥିଲି କାରଣ ଅଲଗା କାମ ସାରା ରହିଯାଉଛି ତ କାମକୁ ଆଗ ଇମ୍ପୋର୍ଟାନ୍ସ ଦେବାକୁ ପଡ଼ୁଛି ନିଜ ଖୁସିଠୁ କିନ୍ତୁ ଯେହେତୁ ଗୋଟେ ଚ୍ୟାନେଲ୍ ଖୋଲିଛି ଏଇଟା ମୋର ସବୁବେଳେ କରିବା କଥା କିନ୍ତୁ ମୁଁ କ'ଣ କରିବି ଆଗ ମୋର ପ୍ରାୟୋରିଟି ରହୁଛି ଘର କାମ ଛୁଆ କାମ ତ ତା ଭିତରେ ସମୟ ମିଳା ନିଜେ ହିଁ ଏଡ଼ିଟ୍ କରିବା ଅପଲୋଡ଼ କରିବା ତ ସମୟ କ'ଣ ହେଲା କିନ୍ତୁ ମୁଁ ଧନର ଗୋଟେ କ'ଣ ଏଠି ପଡ଼ିକି ଖଣ୍ଡିଆ ହେଇଯାଇଛି ଏଠି କ'ଣ କରିବ ସେ ପିଲା ଗରମକୁ ଏପଟେ ଧନ ଗଳି ପଡ଼ୁଛି କ'ଣ ଆଇଲୁ ମୋ ଧନ ହେଲା ପାଠ ପଢ଼ା ଗରମ ଏତେ ଜୋର ହେଉଥିଲା ଯେ ପାଠ ପ୍ରତି ବି ଆଉ ଗୁରୁତ୍ୱ ନଥିଲା ତ ଯେହେତୁ ଗରମ ଟିକେ କମିଲା ମୋ ଧନ ଟିକେ ପାଠ ପଢ଼ୁଛି ସବୁ ପାଠ ଭୁଲିଗଲେଣି ଆଉ ତଥାପି ମନେ ରଖିଛି ଦାନ୍ତ ଗୋଟେ ଗଳି ପଡ଼ିଥିଲା ମୋ ଧନରେ ନା ଏମିତି ଚାଲିଛି ଚାଲନ୍ତୁ ଷ୍ଟାର୍ଟ କରି ଆଜିର ଭ୍ଲଗ୍ ତା ସହିତ ମୁଁ 11 ଦିନ ପରଠୁ ଆଉ କ'ଣ ସବୁ କରିଥିଲୁ ସେଇ ଭିଡ଼ିଓ ବି ଆଣିବି ଆଉ ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରିବେ କମେଣ୍ଟ କରିବେ ତାପରେ ଯେଉଁମାନେ ନୂଆ ଅଛନ୍ତି ସବସ୍କ୍ରାଇବ ପାର୍ଟି ଭିଟୁନି କ'ଣ କରିବେ ସରପ୍ରାଇଜ କରିଦେବେ ସରପ୍ରାଇଜ କ'ଣ ସବସ୍କ୍ରାଇବ କରିକି ସରପ୍ରାଇଜ କରିଦେବେ ସବସ୍କ୍ରାଇବ କରିକି ସରପ୍ରାଇଜ କରିଦେବ ଆମକୁ ଖନି ମୋର କହିଲା ଖନି ହଉ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଭ୍ଲଗ୍ ଯା ବ୍ରସ୍ କରିଦେ ଯା ଏ ପୁଣି ରାଶି ଫଳ ଆପଣ ଦେଖିଲେଣି ପାଣ୍ଡିଆନ ବାବୁଙ୍କର ଶୁଣିଲା ପରେ ଇଲେକ୍ସନ ଇସ୍ତାହାର ତାପରେ କ'ଣ ବସି ଶୁଣିଲେଣି ରାଶି ଫଳ ଗ୍ୟାସ୍ ଗୋଟେ ଯେ ଚୁଲି ଭଳିଆ ଜଳୁଛି ପୁରା କଳା ପଡ଼ିଲାଣି ଟାଙ୍କି ସରିଲେ ଦିଆହେବ ବୋଲି ଏପର୍ଯ୍ୟନ୍ତ ଦିଆ ହେଇପାରୁନି ଏ ଛିଟିକା ପଡ଼ିଛି ଏଇଟା ନ ରହିଥାନ୍ତା ପୁରା ଆହୁରି ଛିଟିକା ପଡ଼ିଯାଇଥାନ୍ତା କେତେ ତାପରେ ଆଗ ଉଷୁନା ଭାତ ବସେଇଦେଲି ଯେଉଁଟା ଆଗରୁ ଆମର ଘରେ ରୋଷେଇ ହେଉଥିଲା ସେଇଟା ଟିକେ ବହୁତ ସମୟ ଲାଗୁଛି ତାପରେ କଲରା ଚିପ୍ସ ପାଇଁ ସବୁ ସଜାଡ଼ି ଦେଇଛି ପିଆଜ ରସୁଣ ଲଙ୍କା ସବୁ ଆ ଦେହରେ ଲୁଣ ହଳଦୀ ପକେଇକି ସବୁ ବେସନ ପକେଇ ରଖିଦେବି ତ ଏପଟେ ଚାଲିଛି ମୋର ଆଳୁ ଭଜା କ'ଣ ପାଇଁ କରୁଛି ନା ପଣସ ଆଣିଥିଲି ଆଉ ତ ଏଇ ଛୋଟ ଆଳୁ ବେଶୀ ଭଲ ଲାଗେ ତ ମସଲା ଏବେ ରେଡ଼ି କରିଦେଇଛି ଏଥିରେ ପଣସ ସିଝା ବସେଇଛି ସିଝି ସାରିଲା ପରେ ପୁଣି ଆକୁ ତେଲରେ ଭାଜିକି ତରକାରୀ ଯେଉଁ ଆମ୍ବ ଦେଇଥିଲା ଖାଇସାରିଲା ପରେ ଆଉ ଗୋଟେ ଆମ୍ବ ବଳିଛି ସୁନ୍ଦରୀ ଆମ୍ବ ତ ତାକୁ ରଖିଛୁ ଖାଇବା ପାଇଁ ଭାତରେ ଆଜି ଝିଅ ଟିକେ ପଖାଳ ଖାଇଥିଲୁ ତ ମାଛ ଭଜା ହେଲେ ଟିକେ ପଖାଳ ନ ଖାଇଲେ ଶାନ୍ତି ଲାଗେନି ତ ଧନ ମୋର ଆଗ ମୁଁ ଟିକେ ମୋ ପାଇଁ ଆଣିଥିଲି ଧନ ତାର ବାହାର କରିଲା ଆଉ ତ ମାଛ ମଞ୍ଜି ଦେଖିକି ସେ ଇଚ୍ଛା ହେଲା ଆଉ ଲୁଣ ଲଙ୍କା ରସୁଣ ପାଗ କରି ଭଲସେ ପୁରା ଯେତେ ଭାବିବି ଆଜି ପଖାଳ ଖାଇବିନି କାହିଁକି ଇଚ୍ଛା ହେବ ପୁଣି ମାଛ ଭଜା ହେଲା ମାନେ ପଖାଳ ଗଣ୍ଡେ ଖାଇବା ପାଇଁ ମଞ୍ଜିଟା ବେଶୀ ବଢ଼ିଆ ଲାଗୁଛି ଖାଇବାକୁ ଏତିକି କ'ଣ ସେ ମାଛ ଆଣିବାକୁ ଗଲାବେଳେ ଇଟିଲି ବରା ଆଉ ତରକାରୀ ଆଣିଥିଲେ ତ ମୁଁ ବି ସକାଳେ ଖାଇଛି 3-4ଟା ଖଣ୍ଡେ ତ ତଥାପି ମାଛ ଭଜା ହେଲେ କାହିଁ ଇଚ୍ଛା ହୁଏ ଆଉ ତ ସମସ୍ତେ ଛୁଆ ବାପା ସମସ୍ତେ ଆଜି ଘରେ ଆଉ ଟିଫିନ୍ ତିଆରିନି ବାପା ନେଇ ଆସିଥିଲେ ଇଟିଲି ବରା ତରକାରୀ ତ ସାନ ଯା ଏପଟେ ମାଛ ଭାଜି ତରକାରୀ କରୁଛି ମୋର ଏପଟେ ଅଲଗା ସାଧା ଆଇଟମ୍ ମୁଁ ସବୁ କରୁଛି ଆଉ ତ ସେ ଠାକୁର ପୂଜା ସାରିକି ଆସିକି କରୁଛି ମୋର ତରକାରୀ ପରେ ରୋଷେଇବାସ ଅଧା ହେଇଗଲେଣି ଆଉ ତ ଭାତଟାକୁ ନେଇ ଆସିଲି ଏପଟେ ଗ୍ୟାସ୍ରେ ବସେଇଦେଲି ଆଉ ତାପରେ ଗରମ ଭାତ ଟିକେ ମିଶିକି ମା ଝିଅ ସାଙ୍ଗ ହେଇକି ଖାଇଥିଲୁ ଆଉ ଖାଇଥିଲୁ କ'ଣ 2ଟା ପରେ 2:30 ବେଳକୁ ଯାଇକି ଆମେ ଖାଇଲୁ ଖାଇବା ସରିଲା ବେଳକୁ ହେଲାଣି 3ଟା
ତ ଯାହା ହେଇଥିଲା ସକାଳର କଲରା ଚିପ୍ସ ଆଉ ଡାଲି ଫାଲି ଯାହା ହେଇଥିଲା ତାକୁ ସବୁ ଆଣିକି ମିଶିକି ମା ଝିଅ ଖାଇଲୁ ଆଉ ସନ୍ଧ୍ୟାରେ ରେଷ୍ଟ ନେଇକି ଉଠିଲା ପରେ ଓଳିଆଳି ସାରିଲେ ତାପରେ ଚା ସରିଲା ତାପରେ ଏପଟେ ମୋର ଚାଲିଛି ଆଳୁ ଭଜା କାରଣ ସନ୍ତୁଳା ଛୁଆ ଖାଉନାହାନ୍ତି ଆଳୁ ଭାଜିଦେଲେ ଚକୁଳି ପିଠାରେ ଖାଇବେ ଆଉ ଯଦି ଆଳୁ ଭଜା ରହିବ ରାତିରେ ରୁଟିରେ ଖାଇବେ ତ ସେଥିପାଇଁ ପିଲାଙ୍କ ପାଇଁ ଆଳୁ ଅଲଗା ଭାଜିଲି ଆଉ ସନ୍ତୁଳା ପାଇଁ କାଟିଦେଲି ଆଉ ତ ଏପଟେ ଚାଲିଛି ବାପାଙ୍କର ଟିଭି ଦେଖା ଆଉ ବର୍ଷା ପବନ ଏତେ ଜୋରେ ଉଠେଇକି ଆସିଲେ ଥଣ୍ଡା ଥଣ୍ଡା ପବନ ପକାଉଛି ସେଇଟା ବି ବଢ଼ିଆ ଲାଗୁଛି ଆଉ ଜଗନ୍ନାଥଙ୍କ ଆଳତୀଟା ବାଜିଲେ କାନରେ ବହୁତ ବଢ଼ିଆ ଲାଗୁଛି ଯେଉଁ ଜୟ ଜଗନ୍ନାଥ ଭକ୍ତି ଚ୍ୟାନେଲରେ ତାପରେ ସାନ ଯା ଯାଇକି ସନ୍ଧ୍ୟା ଦେଉଛି ଚଉରାରେ ଆଉ ଧନ ମୋର ସବୁ ଯାଇକି ରେକର୍ଡ଼ିଂ କରୁଛି ଆଉ ମାମା କ'ଣ କରୁଛି ଖୁଡ଼ି କ'ଣ କରୁଛନ୍ତି ତ ଝିଅର ଯେତେବେଳେ ମନେ ପଡ଼େ ସେ ତା ରେକର୍ଡ଼ିଂ କରେ ସେଥିପାଇଁ ମୁଁ ଆପଣମାନଙ୍କୁ ବହୁତ ଭିଡ଼ିଓ ବନେଇକି ଦେଇପାରେ ଝିଅର ପାଗ ନା ପୁରା ମସ୍ତ ପାଗ ହେଇଛି ବହୁତ ବଢ଼ିଆ ଲାଗୁଛି କିନ୍ତୁ ସମୟ କାହିଁ ଛାତ ଉପରେ ଯାଇକି ବୁଲିକି ଥଣ୍ଡା ପବନ ଖାଇବାକୁ ତ ଏପଟେ କାମ ଜଲ୍ଦି ସାରିଲେ ପିଲା କେମିତି ପାଠ ପଢ଼ିବେ ଆଉ 4 ଟାଇମ୍ ତ କମ୍ପଲସରି ଯାହା ହେଲେ ହେବ ନା ତ ପାଖରେ କିଛି ବି ଦୋକାନ ବଜାର ନାହିଁ ଯେ ସାଙ୍ଗେ ସାଙ୍ଗେ ଯାଇକି କିଣି ଆଣ ସକାଳେ ମାଛ ପାଇଁ ଯାଇଥିଲେ ବୋଲି ଟିଫିନ୍ ନେଇ ଆସିଲେ ଦେଖୁନ କେମିତି କ୍ୟାମେରା ବୁଲଉଛି କ'ଣ କହିବ ଆକୁ ବର୍ଷାର ଗୋଟେ ଭିଡ଼ିଓ ବନାଉଛି ଭଲ ଫଟୋଗ୍ରାଫର ଯେ ବଢ଼ିଆ ବଢ଼ିଆ ଫଟୋ ଉଠେଇଛି ମୁଁ ତାପରେ ଗୋଟେ ସର୍ଟ ଭିଡ଼ିଓ ଆଣିବି ଏଡ଼ିଟ୍ କରି ଦେଖିବେ ଆପଣମାନେ ମଝିରେ ମଝିରେ ପୁଣି ଫିଲ୍ଟର ଚେଞ୍ଜ ହେଉଛି କେତେବେଳେ ନ୍ୟାଚୁରାଲ କେତେବେଳେ କ'ଣ ତା ମନ ହେଉଛି ଆଉ ବାପା ଏପଟେ ଖୁଣ୍ଟିରେ ଲାଇଟ୍ ଲଗାଉଥିଲେ ସେ ହେଲେଣି ତାକୁ ନଗିରେ ହଲେଇକି ଲାଇଟ୍ ଅନ୍ କଲେ ତ ସବୁ ପଢ଼ାପଢ଼ି ସବୁ କାମ ସରିଲା ପରେ ଆସିଗଲେଣି 11:30 ମୋର ଚାଲିଛି ମାନେ ଆଉ ଏଡ଼ିଟ୍ କରିବି କେତେବେଳେ ତ ସେପଟୁ ତ ପିଲା ଖାଇବା ପିଇବା ମଜା ଧୁଆ ତାପରେ ମଟର ଅନ୍ କରିବା ଏସବୁ ଗୋଟେ ପରେ ଗୋଟେ କାମ ସାରିଲା ବେଳକୁ 11:30 ହେଲେଣି ଆଉ କେତେବେଳେ ଏଡ଼ିଟ୍ କରିବି ତ ହେଇଠି ମଟର ଅନ୍ କରିବି କ'ଣ ଭୁଲି ଯାଇଥିଲି ଟ୍ୟୁବୱେଲ୍ ମାରିଲି ମଟର ଅନ୍ କରିବା ଭୁଲି ଯାଇଛି ପୁଣି ଗଲି ଏମିତି ପାଣି ଆସିଲାନି ପୁଣି ଆଉଥରେ ମଟର ଅନ୍ କଲି ଏଇନା ଆହୁରି 15-20 ମିନିଟ୍ ପରେ ଅପେକ୍ଷା କରିବାକୁ ପଡ଼ିବ ସେ ସମୟରେ କିଛି ଡ୍ରାଫ୍ଟ ରଖିଦେବି ଭିଡ଼ିଓ ତାପରେ ଆଉ ଏଡ଼ିଟ୍ କରି ସକାଳେ ଅପଲୋଡ଼ କରିବି ତ ଇଏ ଆସିଲା ବେଳକୁ ଏଠି ମୋବାଇଲ ଦେଖୁଛି ଏତେ ରାତି ଯାଏଁ ପାଠ ପଢ଼ିବ ଯଦି ବହୁତ ଟେନସନ୍ କିନ୍ତୁ ମୋବାଇଲ ଦେଖିବ ସେଥିରେ କିଛି ଟେନସନ୍ ନାହିଁ ତ ଧୁଆଧୁଇ ହେଇକି ଆସିଲି ଟିକେ ଭଲସେ ଧୁଆଧୁଇ ହେଇକି ରାତିରେ ଆସିଲା ମାନେ ରିଲାକ୍ସ ଲାଗେ ଶୋଇବାକୁ ଭଲ ଲାଗେ ତ ଏତିକି ରଖୁଛି ଦେଖାହେବ ପୁଣି ଆଉ ଗୋଟେ ନେକ୍ସଟ ଭିଡ଼ିଓରେ ରହୁଛି ଆଉ ଲାଇକ୍ କରିବେ କମେଣ୍ଟ କରିବେ ଆଉ ସବସ୍କ୍ରାଇବ୍ କରିବେ ତା ଦ୍ୱାରା ଯେଉଁ ନୂଆ ନୂଆ ଭିଡ଼ିଓ ଛାଡ଼ି ଆପଣ ନୋଟିଫିକେସନ୍ ଯେ ଆପଣ ଭିଡ଼ିଓ ଦେଖିପାରିବେ ଆଉ ଢେର ସାରା ମଜା ନେବେ ରଖୁଛି ବାଏ ବାଏ ଭିଡ଼ିଓକୁ ଏଣ୍ଡ କ'ଣ କରିବି କାଲି ରାତିରେ ଗତକାଲି ରାତିରେ ତାକୁ ଏଡ଼ିଟ୍ କରି ଏତିକି ପର୍ଯ୍ୟନ୍ତ କରିକି ରଖିଦେଇଥିଲି ସକାଳେ ଆଜି ଭାବିଲି ଅପଲୋଡ଼ କରିବି ହେଇପାରିଲା ନାହିଁ ଜମା ବି ଟାଇମ୍ ମିଳିଲାନି ତ ଆଜି ସକାଳୁ ତ ବହୁତ ସାରା କାମ ଲାଗିଲା ରୋଷେଇ ବାସ ତା ପଛେ ସବୁ ଗୋଟେ ପରେ ଗୋଟେ କାମ ଲାଗୁଥାଏ ଧାନ ଶୁଖା ହେଇଥିଲା ଆଜି 2 ଜଣ ଯେଉଁ ମୂଲିଆ ଆସିଥିଲେ ସେମାନେ କାମ କରୁଥିଲେ ତ ଧାନ ଜମା ନଥିଲା ବୋଲି ଶୁଖା ହେଇଥିଲା ତ ଜାଳ ଗୁଡ଼ାକ ଛିଞ୍ଚତରେ କି ଚାରିଆଡ଼େ ବାହାରେ ଯାହା ପଡ଼ିଥିଲା ଆଜି ସବୁ ଆଣିକି ଛାତ ଉପରେ ରଖିଥିଲେ ପୁରୁଣା ଗୁଡ଼ାକ ଉପରୁ ରଖିଲେ ଆଉ ନୂଆ ଗୁଡ଼ାକ ସବୁ ତଳେ ରଖିଥିଲେ କାରଣ ଏଠି ସେଠି ସବୁଆଡ଼େ ପଡ଼ିଥିଲା এইগুଡ଼ା ହବ ବୋଲି ହେଇପାରୁନଥିଲା ତ ବାହାରେ ଯେଉଁ ସବୁ ଜାଳ ପଡ଼ିଛି ଖରା ଦିନ ନା ତ ତାପରେ ତାକୁ ଆଣି ଆମେ ଚୁଲି ରୋଷେଇ କରୁ ଚୁଲି ତ ଏବେ ରୋଷେଇ ହେଉନି ବୋଲି ଚୁଲି ଅବସ୍ଥା କ'ଣ ହେଇକି ପଡ଼ିଛି ଆଉ ବାହାରେ ଯିଏ ଯୁଆଡ଼େ ସବୁ ଯେଉଁଠି ଜାଳ ପଡ଼ିଛି ସେଗୁଡ଼ାକ ସବୁ ଭାତ ହେବ ଭାତ ଆଇଁଷ ତ ଖାଲି ହେଉଛି ନା ତ ବାହାରର ଯେତେ ଟ୍ୟାପ୍ ଅଛି ମୁଁ ସବୁ ଜାଗାରେ ବାଲ୍ଟି ଆଉ ମଗ ରଖିଦେଇଥିଲି ସାବୁନ ବି ରଖିଦେଇଥିଲି ଯିଏ ଯେଉଁଠି ଚାହିଁବେ ଗାଧେଇବେ ବାସନ ମଜା ସାବୁନ ବି ରଖିଦେଇଥିଲି ତ ବେଲଗଛ ଛାଇ ଯୋଗୁଁ ଏ ଘରଟା ଥଣ୍ଡା ରହୁଛି 2ଟା ରୁମ୍ ଆଉ ଲାଷ୍ଟ ରୁମ୍ଟା ଟିକେ ଥଣ୍ଡା ରହୁନି ହେଲା ତ ଏମିତି ହିଁ ଚାଲିଛି ବାଡ଼ା ଫାଡ଼ା ବି ହେଇନି ସବୁ କାମ ଅଧା ହେଇକି ରହିଛି ଗୋଟେ ପରେ ଗୋଟେ କାମ ସରୁ ସରୁ ପୁଣି ଆଉ ଗୋଟେ କାମ ଲାଗିଯାଉଛି ତାପରେ ଏଠି ହେଉଛି ବେଲର ସବୁ ଫୁଲ ଆଉ କଷି ସବୁ ଝଡ଼ିଗଲେଣି ଗରମ ଅଧିକା ଯୋଗୁଁ ଥରେ ଯଦି ବର୍ଷା ହୁଅନ୍ତା ଭୁବନେଶ୍ୱରରେ ବର୍ଷା ହେଉଛି ଏଠି ନାହିଁ ତ ବେଲ ଗଛ ଦେଖନ୍ତୁ କଢ଼ ଯାହା ହେଇଥିଲା ତ ଫୁଲ ବି ହେଇଛି ଏଗୁଡ଼ାକ ସବୁ ଝଡ଼ିଗଲେଣି ଏ ବର୍ଷ ତ ବହୁତ କମ୍ ପାଇଛୁ ବେଲ ମାଙ୍କଡ଼ ମାନେ ପୁରା ନଷ୍ଟ କରିଦେଇଥିଲେ ଆଉ ଏବେ ଟିକେ ଟିକେ କଅଁଳୁଛି ତ ବର୍ଷା ବି ଟିକେ ନାହିଁ ନା ବର୍ଷା ଟିକେ ହେଇଗଲେ ହଁ ଟିକେ ଭଲ ଲାଗନ୍ତା ତ ତଳ ଛାତକୁ ଯିବା ପାଇଁ ଏଇଠି ଗୋଟେ ସିଡ଼ି ହେଇଯାଇଛି କିନ୍ତୁ କୌଣସି କାମ ହେଇନି ଆଉ ସବୁ ତ ଅଧା ହେଇକି ପଡ଼ିଛି ଆଉ ଭିଡ଼ିଓ କ'ଣ ବନେଇବି ମୁଁ ଆପଣ ତ ସବୁ ଦେଖୁଛନ୍ତି ସମସ୍ତେ ଶୋଇଛନ୍ତି କିନ୍ତୁ ମୋତେ ନିଦ ଲାଗୁନି ମାନେ କେମିତି ମୋର ଧାନ ଶୁଖିଛି ବର୍ଷା ଆସିଯିବ କି କ'ଣ କାଳବୈଶାଖୀ ତ ମୋତେ ନିଦ ହେଉନି ଜମା ତ ବେଲ ଗଛର ତ ଦେଖିଲେ ସବୁ କେତେ ସାରା ବେଲ ଝଡ଼ିକି ପଡ଼ିଛି ଆଉ ତ ନିଦ ହେଉନି ତଥାପି ଭାବୁଛି ଯାଉଛି ଧାନ ତକ ତୋଳିଦେବି ତାପରେ ଯାଇକି ଅଚିନ୍ତା ଯାଇକି ଟିକେ ଘରେ ବସି କ'ଣ ଭିଡ଼ିଓ ଏଡ଼ିଟ୍ କରିବି ଡ୍ରାଫ୍ଟ ରଖିଛି ଭିଡ଼ିଓ ଏଡ଼ିଟ୍ କରି ଛାଡ଼ିବି ଆଉ ଭିଡ଼ିଓ ଭଲ ଲାଗିଲେ ଆପଣମାନେ ଲାଇକ୍ କରିବେ ବୋଲି ଆଶା ରଖିଛି କାରଣ ଏତେ ବ୍ୟସ୍ତବହୁଳ ଜୀବନ ଭିତରେ ବି ଜଣେ ସ୍ତ୍ରୀ ଲୋକ ଚାହୁଁଛି ନିଜକୁ କେମିତି ସ୍ୱାବଲମ୍ବୀ କରିବା ଆଉ ଚେଷ୍ଟା କରୁଛି କେମିତି ମୁଁ ବି ଦିନେ ସଫଳତା ମିଳିବ ମୋର ବି ଦିନେ 1 ମିଲିୟନ୍ ସବସ୍କ୍ରାଇବର୍ ହେବ କାରଣ ଧୀର ପାଣି ପଥର କାଟେ ମୁଁ ବହୁତ ଜଲ୍ଦି ଆଶା କରୁନି ଧୀରେ ଧୀରେ ଭାବିଛି ସବୁ କରିବି କିନ୍ତୁ ମୋର ମଝିରେ ଗୋଟେ ମାନେ ସବୁଟା କାମ ଛୁଆଙ୍କ କାମ ଘର କାମ ଜଏଣ୍ଟ ଫ୍ୟାମିଲି ତ ସବୁ କାମ କରୁ ଏବେ ବୋଉ କ'ଣ ବାପାଙ୍କ ଦାୟିତ୍ୱ ନେଉଥିଲେ ତ ଏବେ ବାପାଙ୍କ ଦାୟିତ୍ୱ ବି ସେଇଟା ବି ନେବାକୁ ପଡ଼ୁଛି ତ ଧୀରେ ଯେହେତୁ ଘରର ବଡ଼ ବୋଉ ଅଧିକ ବର୍ଡ଼ନ୍ ପଳେଇ ଆସୁଛି
ତାକୁ ଆଗ ମୋତେ କରିବାକୁ ପଡ଼ୁଛି ତାପରେ ଯାଇକି ମୁଁ ନିଜ ଖୁସି ଦେଖିବାକୁ ପଡ଼ୁଛି ସେଥିପାଇଁ ମୋର ସବୁ ଲେଟ୍ ହେଇଯାଉଛି ଆଉ ଛୋଟ ଛୁଆଟା ସିଏ ବି ଷଷ୍ଠ ମାନେ ଏବେ ଜଷ୍ଟ ଅଷ୍ଟମ ହେଲା ତାର ତ ମାନେ କ୍ଲାସ୍ 8 ପିଲା ସିଏ ତାକୁ କ'ଣ କହିବି କି ତୁ ମାନେ ଏଡ଼ିଟ୍ କରେ ଅପଲୋଡ଼ କର ଇଏ କରେ ଏଇଟା ବି ଠିକ୍ ନାହିଁ କାରଣ ତା ପାଠପଢ଼ା ନେଗ୍ଲେକ୍ଟ ହେବ ଆଉ ତ ସେଥିପାଇଁ ନିଜେ କଲାବେଳକୁ ମୋତେ ଆଉ ଟିକେ ଟାଇମ୍ ସର୍ଟ ହେଉଛି ତ ତଥାପି ମୁଁ ଭାବୁଛି ମାନେ ଆପଣମାନଙ୍କ ସାହାଯ୍ୟ ଆଉ ସହଯୋଗ ଯଦି ରହିବ ନା ମୁଁ ଦିନେ ନା ଦିନେ ସଫଳତା ମିଳିବ ବୋଲି ମୋର ଆଶା ଅଛି ଆଉ ତ ଆଜିର ଭିଡ଼ିଓକୁ ମୁଁ ଏଇଠି ରଖୁଛି ତ ଦେଖା ହେବା ପୁଣି ଆଉ ଗୋଟେ ନୂଆ ଭିଡ଼ିଓରେ ତ ସେ ପର୍ଯ୍ୟନ୍ତ ବିଦାୟ ନେଉଛି ଭିଡ଼ିଓକୁ ଏଣ୍ଡ କରି ଅପଲୋଡ଼ କରିବି ବୋଲି ଭାବୁଛି ତଥାପି ହେଇପାରୁନି ଗୋଟେ ପରେ ଗୋଟେ କାମ ଲାଗିଯାଉଛି ଆର ପାଠପଢ଼ା ଥିଲା ତାପରେ ସେଠୁ ମୁଁ ଗୁରୁବାର ତ ବୁଧବାର ଭାବିଲି ହଁ ବୁଧବାର ରାତିରେ ଏଣ୍ଡ କରିଦେବି ତାପରେ ଗୁରୁବାର ଅପଲୋଡ଼ କରିବି ନା ହେଇପାରିଲାନି ତ ଆଜି ଗୁରୁବାର ତ ଗୁରୁବାର ସେଠୁ ଗୋଟେ ପରେ ଗୋଟେ କାମ ଚାଲିଛି ତାପରେ ବାପା ବି ଟିକେ ବହୁତ ଥର ଯେଉଁ 2 ଜଣ ମୂଲିଆ ହେଲେ ତ ଛାତ ଉପରୁ ତଳ ଉପର ହେଇ ତାଙ୍କର ଆଣ୍ଠୁ ପେନ୍ ହେଲା ତ ଝିଅ ଆଉ ଆଜି ପାରିବନି ମୁଁ ସେଠୁ ଘସିଲି ବାପା ତଥାପି ଡକ୍ଟର ଅର୍ଥ ଯେଉଁଟା ସେଇଟା ବି ବାପା ନିଜେ ନିଜେ ଆଣ୍ଠୁରେ ଘସି ଦେଇଛନ୍ତି ତାପରେ ମୁଁ ଯାଇକି ତାଙ୍କୁ ଟିକେ ମୋଡ଼ିଥିଲି ଆଶା କରେ ଆପଣମାନଙ୍କୁ এই ଭିଡ଼ିଓଟି ଭଲ ଲାଗିବ ବୋଲି ଆଉ ଭିଡ଼ିଓ ଯଦି ସତରେ ଭଲ ଲାଗିଥାଏ ତାହେଲେ ମୋତେ ଲାଇକ୍ କରିବେ କମେଣ୍ଟ କରିବେ ଆଉ ଯେଉଁମାନେ ନୂଆ ଅଛନ୍ତି ସବସ୍କ୍ରାଇବ୍ କରିବେ ତ ଦେଖୁଛନ୍ତି ମୋ ମୁହଁ ଦେଖି ଜାଣିପାରୁଥିବେ ମୁଁ କେଉଁ ଟାଇପ୍ର ଟାୟାର୍ଡ଼ ଅଛି ପୁଣି ରାତି ପାଇଲେ ଅକ୍ଷିତୃତୀୟା ପାଇଁ ପୁଣି ତା'ର ଅମୃତ ବେଳା ଅଛି ତ ବାପା କହିଛନ୍ତି 6:40 ଭିତରେ ସବୁ କାମ ମାନେ 6:40 ସେ ଯିବେ ତ 6:30 ପୂର୍ବରୁ ଅଲରେଡ଼ି ସବୁ କାମ ସରିଥିବ ତ ସେଥିପାଇଁ ମୁଁ ଆଜି ଖରାବେଳେ ଟିକେ ବି ରେଷ୍ଟ ନେଇନି ଧାନ ଶୁଖା ହେଇଥିଲା ତ ତାକୁ ଯାଇକି ବାପାଙ୍କର ମୋର ସବୁ ଗୋଟେଇ କରିଥିଲା ଆଉ ଶୋଇପାରୁନଥିଲି ବର୍ଷା ଉଠେଇଥିଲା ଆଉ ଥରେ ଉଠିଲା ପରେ ଆଉ ନିଦ ହୁଏନି ତ ଟେନସନ୍ ରହିଲେ ବି ନିଦ ହୁଏନି ତ ଏମିତି ହିଁ ମୋର ଦିନ ଯାକ କଟିଯାଏ କ'ଣ କରି ସମସ୍ତଙ୍କ ଶୋଇବା ମାନେ ଶୋଇଥିବେ ମୁଁ ଉଠିବି ତାପରେ ବି ସେଠୁ କ'ଣ କରେ ନା ବାପା ଆଗ ଏବେ ବି ସୁଦ୍ଧା ଆସନ୍ତି ବାପା ଆଗ କିନ୍ତୁ ବାପା ଟିକେ ସଞ୍ଜବେଳୁ ଶୋଇପଡ଼ନ୍ତି ଆମେ କ'ଣ ଆଉ ସଞ୍ଜବେଳୁ ଶୋଇପାରିବୁ କି କିନ୍ତୁ ବାପା ଆଗ ଉଠନ୍ତି ତା ପଛରେ ମୁଁ ଆଉ ଏବେ ବି ସେଇଆ ଆଉ ତାପରେ ଶୋଇଲା ବେଳକୁ ସମସ୍ତେ ଶୋଇବେ ଲାଷ୍ଟକୁ ଶୋଇବୁ ଆଉ କ'ଣ କରିବୁ ଦାୟିତ୍ୱ ପରେ ଦାୟିତ୍ୱ ଆହୁରି ବଢ଼ିଯାଉଛି ହଉ ରଖୁଛି ଆଜିର ଭିଡ଼ିଓକୁ ମୁଁ ଏଇଠି ଏଣ୍ଡ କରୁଛି ଦେଖା ହେବ ପୁଣି ଆଉ ଗୋଟେ ନୂଆ ଭିଡ଼ିଓ ରହୁଛି ନମସ୍କାର।